ମରୁଡ଼ି ପଡ଼ିବାଟା ଆରମ୍ଭ ହେଲା। ଗୋଟେ ସମୟ ଥିଲା ସମ୍ବାଦପତ୍ର ଚଳେଇବା ଏବଂ ସାମ୍ବାଦିକତା ହେବା ଗୋଟେ ଧର୍ମ ଥିଲା, ଆଜି ବେପାରରେ ପରିଣତ ହେଲା। ଗାଁ ଗାଁ ବ୍ୟତିକ୍ରମ ଥାଇପାରେ, ରାଜନୀତି କରିବାଟା ମଧ୍ୟ ରାଷ୍ଟ୍ରପତି ସମର୍ପଣ ଭାବନା ନେଇକି ଲୋକ ରାଜନୀତିକୁ ଆସୁଛନ୍ତି। ରାଜନୀତିର ମଧ୍ୟ ବ୍ୟବସାୟୀ କ୍ରମ ହେଲା। ସେ କ୍ରମରେ ଚତୁର୍ଥ ସ୍ତମ୍ଭ ମୂଳତଃ ଗଣତନ୍ତ୍ର, ଯାହାକୁ ଆମେ ଚତୁର୍ଥ ସ୍ତମ୍ଭ ବୋଲି କହୁଛୁ, ସେ ବାବଦରେ ପଦେ ଖାଲି ମୁଁ ଟିପ୍ପଣୀ କରିବା ପାଇଁ ଚାହିଁବି ଯେ ୟାକୁ ଆମେ ଆମର ଭାଷାରେ କହୁ ୱାଚଡଗ୍ ଅଫ୍ ଡେମୋକ୍ରେସି, ଗଣତନ୍ତ୍ରର ସତର୍କ କୁକୁର। ତା ଅର୍ଥ ପ୍ରଥମ ସ୍ତମ୍ଭ, ଦ୍ୱିତୀୟ ସ୍ତମ୍ଭ, ତୃତୀୟ ସ୍ତମ୍ଭକୁ ନିରୀକ୍ଷଣ କରିବା, ସେମାନଙ୍କୁ ରାସ୍ତା ଦେଖେଇବା ଏବଂ ସେମାନେ ରାସ୍ତାରେ ଚାଲୁ ଚାଲୁ ପଥଚ୍ୟୁତ ହୋଇଗଲେ ସେମାନଙ୍କୁ ଠିକ କରିବା ହେଉଛି ଚତୁର୍ଥ ସ୍ତମ୍ଭର କାମ। ପ୍ରଥମ ସ୍ତମ୍ଭ ହେଉଛି ବ୍ୟବସ୍ଥାପକ, ଯେଉଁ ବ୍ୟବସ୍ଥାପକର ଗଣତନ୍ତ୍ରର ପ୍ରଥମ ସ୍ତମ୍ଭର ଅବକ୍ଷ ଆରମ୍ଭ ହୋଇଗଲାଣି। ନୀତି ନୈତିକତାର ଅଧୋପତନ ହେବାଟା ଆରମ୍ଭ କଲାଣି। ଜ୍ଞାନୀ ଗୁଣୀ ଲୋକ ରାଜନୀତିକୁ ଆସିବାଟା କମି ବସିଲାଣି ଏବଂ ସମାଜ ପ୍ରତି, ରାଷ୍ଟ୍ରପତି, ଲୋକଙ୍କ ପ୍ରତି ସମ୍ବେଦନଶୀଳତା ମଧ୍ୟ ଧୀରେ ଧୀରେ ରାଜନୀତିରେ କମିବାଟା ଆରମ୍ଭ କଲାଣି। ସେ କ୍ରମରେ ଦ୍ୱିତୀୟ ସ୍ତମ୍ଭ, ଯାହାକୁ ଆମେ ଏକ୍ଜିକ୍ୟୁଟିଭ ବୋଲି କହୁଛୁ, ସେ ଏକ୍ଜିକ୍ୟୁଟିଭରେ ମଧ୍ୟ କେହି ନା କେହି ଆପଣ ସ୍ଖଳନ ଦେଖିବା ପାଇଁ ପାଇବେ। ତୃତୀୟ ସ୍ତମ୍ଭ ଯୋଉଟା, ସେଟା ହେଲା ବିଚାରାଳୟ। ବିଚାରାଳୟ ମଧ୍ୟ ସେ କ୍ରମରେ ପ୍ରଥମ ଏବଂ ଦ୍ୱିତୀୟ ସ୍ତମ୍ଭ ସାଙ୍ଗରେ ତାଳ ଦେଇକି ଚାଲିଛି। ଏକ୍ଜିକ୍ୟୁଟିଭ ଜୁଡିସିଆରେ ମଧ୍ୟ ଜ୍ଞାନୀ ଗୁଣୀ ଲୋକଙ୍କର ଅଭାବ ନାହିଁ। ମାଳିଆ IAS ହେଉଛନ୍ତି, ମାନେ IPS ହେଉଛନ୍ତି, 5 ମାସ ହେଲା ସେମାନଙ୍କ ସାଙ୍ଗେ ମୁଁ କାମ କରୁଛି। ବୁଦ୍ଧି କଥାର କୌଣସି ପ୍ରଶ୍ନବାଚୀ ନାହିଁ। କର୍ମନିଷ୍ଠତାର ମଧ୍ୟ କୌଣସି ପ୍ରଶ୍ନବାଚୀ ନାହିଁ। ଇଏ ବାତ୍ୟା ସମୟରେ ଦେଖିଲି ଯେ ଇଏ ଏକ୍ଜିକ୍ୟୁଟିଭ କ'ଣ କରିପାରେ। ଯେଉଁମାନଙ୍କ ପାଖକୁ ପହଞ୍ଚିବାଟା କଠିନ ହେଉଥିଲା ସାଧାରଣ ଲୋକଙ୍କୁ, ସେମାନେ ରାତିରେ ଅନିଦ୍ରା ରହିକରି ରାତିରେ ବର୍ଷା ବାତ୍ୟା ସତ୍ତ୍ୱେ କାମ କରିବାଟା ମଧ୍ୟ ରାତି 2 ବଜେ କଲେକ୍ଟର, ADC, SP ଏମାନଙ୍କୁ ଦେଖିଛି। বিচাର ବିଭାଗକୁ ଯିବା ପାଇଁ ହେଲେ ମଧ୍ୟ ଜ୍ଞାନ ଗାରିମାର ଆବଶ୍ୟକତା ଅଛି। ବିନା ଜ୍ଞାନ ଗାରିମାରେ ଆପଣ ଲିଗାଲ ଫେଟାଲିଟିରେ ତିଷ୍ଠି ପାରିବେ। ଗୋଟା ଏଥିପାଇଁ କହୁଛି, ସେଥିରୁ ଆପଣ ଅନୁମାନ କରନ୍ତୁ ଯେ ଇଏ 3ଟା ସ୍ତମ୍ଭକୁ ନିରୀକ୍ଷଣ କରୁଥିବା ଯେଉଁ ଚତୁର୍ଥ ସ୍ତମ୍ଭ, ସେମାନେ ଇଏ 3ଟା ସ୍ତମ୍ଭର ଯେଉଁ ମିଳିତ ୱିଜଡମ୍ ତାଠାରୁ ମଧ୍ୟ ବେଶୀ ହେବାର ଆବଶ୍ୟକତା ଅଛି। ତାପରେ ଯାଇକି ଆପଣ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଇପାରିବେ, ଯେତେବେଳେ ବ୍ୟବସ୍ଥାପକ ଠାରୁ ମଧ୍ୟ ଅଧିକ ଅନୁଭବୀ ହେବେ, ଏକ୍ଜିକ୍ୟୁଟିଭ ଠାରୁ ଅଧିକ ଅନୁଭବୀ ହେବେ ଏବଂ ଜୁଡିସିଆରୀ ଠାରୁ ଆହୁରି ଅନୁଭବୀ।